ମୋ ନାଁ ହେଉଛି ବଳଦେବ ରଥ, ବରିଷ୍ଠ ରାଜସ୍ୱ ସହାୟକ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। କ'ଣ କହିବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣେଶ ଚତୁର୍ଥୀ କିନ୍ତୁ ଅନୁଷ୍ଠିତ? ଆଜି ପ୍ରଥମ ଥର ପାଇଁ ବୋଲିକି ଆମର ନୂଆ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆମେ ବିନାୟକ ପୂଜାର ଆୟୋଜନ କରିଛୁ। ଜିଲ୍ଲାର ସମସ୍ତ ଲୋକଙ୍କର ତଥା ଏଠାରେ ଉପସ୍ଥିତ କର୍ମଚାରୀମାନଙ୍କର ଯାହା କିଛି ଅସୁବିଧା ରହିଛି ତାହା କିପରି ଦୂର ହେବ, ସେଇଥିପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଏହି ପୂଜାଟି ଆୟୋଜନ କରୁଛୁ। ସଞ୍ଜୟ କୁମାର ଗୌଡ଼, ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ। ଏ ବର୍ଷ ଜଏନ୍ କରିଛି ଜିଲ୍ଲାପାଳ କାର୍ଯ୍ୟାଳୟ। ଆଉ ପ୍ରଥମ ଥର ପାଇଁ ମଧ୍ୟ ଆମର ଏହି ପବିତ୍ର ଗଣେଶ ପୂଜା ଆଜି ଆୟୋଜନ ହୋଇଛି। ସମସ୍ତଙ୍କର ସାହାଯ୍ୟ ହେବା ଯୋଗୁଁ ଏହି ପୂଜାଟା ସୁଫଳିତ ଭାବରେ ହେଇପାରିଛି। କ'ଣ କହିବେ, ଆମେ ସବୁବେଳେ ଗାଁରେ ଘରେ ପୂଜା କରୁଛେ, ବର୍ତ୍ତମାନ ଯେ ଅଫିସରେ କରୁଛେ, କେମିତି ଲାଗୁଛି? ଆସିଲେ ବହୁତ ଖୁସି ଲାଗୁଛି। କ'ଣ ପାଇଁ ନାହିଁ, ସବୁ ମାନେ ପ୍ରତ୍ୟେକ ସାହିରେ ଛୋଟ ଛୋଟ ପିଲାମାନେ ଆରମ୍ଭ କରି କରୁଛନ୍ତି। ପ୍ରତ୍ୟେକ ଗୋଟେ ଏଜ୍ ଆସିଲା ପରେ ସମସ୍ତେ ମିଶିକି କରିବାଟା ମଧ୍ୟ ଇଜି ନୁହଁ, ବଟ୍ ଫିର୍ ବି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରଥମ ଥର ହେଇପାରୁଛନ୍ତି, ବହୁତ ଖୁସି ଲାଗୁଛି। ଆଉ ଏଇଟା ଆମ ଜିଲ୍ଲାପାଳଙ୍କ କାର୍ଯ୍ୟ ପ୍ରଥମ ଥର ହେଉଛି ଏହି ଗଣେଶ ପୂଜା, ପବିତ୍ର ଗଣେଶ ପୂଜା। वक्रतुण्ड महाकाय सूर्यकोटि समाभव निर्विघ्नं कुरु मे देव सर्वकार्येषु सर्वदा। ॐ तत्पुरुषाय विद्महे गणपते नमः। ॐ गं गणपते नमः। शुक्लाम्बरधर विष्णुं शशिवर्णं चतुर्भुजं प्रसन्नवदनं ध्यायेत् सर्वविघ्नोपशान्तये। शङ्खचक्रगदापाणि गदिकान्यायति गोविन्द पुनरत्यरक्तमन्यायति। ॐ मङ्गलवान् मङ्गलं पुनर्जातं माधव माधव विष्णु माधव माधव भवति साधवमिति सर्वकाशमादं अन्धाकारं भुजवशयनं पद्मनाभं सुरेशं विश्वाधारं गगनसदृशं मेघवर्णं लक्ष्मीकान्तं कमलनयनं जगद्विवेदानुगमनं वन्दे विष्णु वयं सर्वलोकनं। ओम गं गणपते। ସାର୍ ଆପଣ ପରିଚୟଟା? प्रसाद कुमार पात्र, जिला कार्यालय ऑफिस वरिष्ठ सहायक सहायक। କ'ଣ କହିବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣେଶ ପୂଜା ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଛି, କେତେ ଉତ୍ସାହ ଅଛନ୍ତି, ଏହା ଉପରେ କ'ଣ କହିବେ? ଆଜି ଜିଲ୍ଲାପାଳଙ୍କର ଉତ୍ସାହରେ ପ୍ରଥମ କରିକି ନୂଆ ଆମର ଏଇ ବିଲ୍ଡିଂରେ ଗଣେଶ ପୂଜା ପାଳନ ହୋଇଛି। ଆମର କାର୍ଯ୍ୟାଳୟ ଓ ସମସ୍ତ ଜିଲ୍ଲାର ମଙ୍ଗଳ ପାଇଁ ଆମ ଜିଲ୍ଲାପାଳ କହିଲେ ଆମର ଏଠି ଗୋଟେ ଗଣେଶ ପୂଜା ଆୟୋଜନ କରାଯାଉ। ପ୍ରଥମ ଥରକରେ ଆମେ ଗଣେଶ ପୂଜା ଆୟୋଜନ କଲୁ। ପୁରୁଣା ବିଲ୍ଡିଂରେ ହେଇଥିଲା, କିନ୍ତୁ ନୂତନ ବିଲ୍ଡିଂରେ ଆରମ୍ଭ ହୋଇନଥିଲା। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଆଉ ଆମର ସମସ୍ତ କର୍ମଚାରୀମାନ ଉନ୍ନତି ପାଇଁ ଆମେ ଆଜି ଏଠି ପୂଜାର ଆୟୋଜନ କଲୁ। ସମସ୍ତେ ଆସିଥିଲେ ଓ ହୋମଯଜ୍ଞ ହେଲା। ଆମର ଅତିରିକ୍ତ ଜିଲ୍ଲାପାଳ ଆମର ବସିଥିଲେ, ତାଙ୍କ ମାଧ୍ୟମରେ ପୂଜାଟି ଆମର ଭଲରେ ସଫଳ ହୋଇଛି। ଓ ଆଶା କରୁଛି ଭଗବାନ ଆମ ସମସ୍ତଙ୍କର ମଙ୍ଗଳ କରନ୍ତୁ, ଆଉ ଜିଲ୍ଲାର ମଙ୍ଗଳ କରନ୍ତୁ। ସମସ୍ତେ ଆଜି ସୁଖ ରହନ୍ତୁ, ମାନେ ବିଘ୍ନ ସମସ୍ତଙ୍କର ବିଘ୍ନ ଦୂର ହେଉ। ବିଘ୍ନ ବିନାଶଙ୍କ ବିନାୟକଙ୍କ କୃପାରୁ ଭଲ ବର୍ଷଟି ସବୁବେଳେ ଭଲ କରୁ। ଏତିକି ସମସ୍ତଙ୍କୁ